ନମ୍ବର 1 କର୍ଣ୍ଣାଟକ ଓ ଗୁଜରାଟରେ ଚୀନ ଭୂତାଣୁ ଏଚ୍ଏମ୍ପିଭି ଠାବ ଭାରତରେ ଐଚଇ ଭାରତରେ ପଶିଲା ଚୀନର ଏଚ୍ଏମ୍ପିଭି ଭୂତାଣୁ। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଏଥିରେ 3 ଜଣ ସଂକ୍ରମିତ ହୋଇଥିବାରୁ କୁହାଯାଉଥିବା ବେଳେ ବେସରକାରୀ ଭାବେ 5 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବେଙ୍ଗାଲୁରୁରେ 2 ଜଣ, ଗୁଜରାଟ ଅହମ୍ମଦାବାଦରେ 2 ମାସର ଶିଶୁ ଓ ଚେନ୍ନାଇରେ 2 ଜଣ ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଚୀନରେ ଏଚ୍ଏମ୍ପିଭି ଭୂତାଣୁ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଭାରତର ସଂକ୍ରମିତ ଚିହ୍ନଟ ହେବା ଭୟ ବଢ଼ାଇ ଦେଇଛି। ତେବେ କେନ୍ଦ୍ର ସରକାର ଏଥିରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। କର୍ଣ୍ଣାଟକ ଓ ଗୁଜରାଟ ମାର୍ଗଦର୍ଶିକା ଜାରି ରହିଛନ୍ତି। ଓଡ଼ିଶା ବି ପ୍ରସ୍ତୁତି ଆରମ୍ଭ କରିଛି। ମହାରାଷ୍ଟ୍ର ବି ମାର୍ଗଦର୍ଶିକା ଜାରି କରିଛି। ବିଶ୍ୱରେ କିମ୍ବା ଦେଶରେ ଏଚ୍ଏମ୍ପିଭି ଭୂତାଣୁ ନୂଆ ନୁହେଁ ବୋଲି କୁହାଯାଉଛି। ଆଇସିଏମ୍ଆର୍ ଏଭଳି ସଂକ୍ରମଣ ଉପରେ ସତର୍କ ନଜର ରଖିଛି। ନମ୍ବର 2 ଆଟମ ବେତନକୁ ଆୟୋଗକୁ ନେଇ ବଡ଼ ଖବର। 2025 ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ଭାଗ୍ୟ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହେବାକୁ ଯାଉଛି। କାରଣ ଖୁବ୍ ଶୀଘ୍ର ସରକାର ଏକ ବଡ଼ ଘୋଷଣା କରିପାରନ୍ତି। ଅଷ୍ଟମ ବେତନ ଆୟୋଗକୁ ନେଇ ସରକାର ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିପାରନ୍ତି। ଫେବୃଆରୀ 1ରେ ଉପସ୍ଥାପିତ ହେବାକୁ ଥିବା ଆର୍ଥିକ ବଜେଟରେ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇପାରେ। ଏହା ବ୍ୟତୀତ ଡିଏକୁ ମଧ୍ୟ ବୃଦ୍ଧି କରାଯାଇପାରେ, ଯାହା ଏକ ବଡ଼ ଉପହାର ହେବ ବୋଲି ପ୍ରମାଣିତ ହୋଇଛି। ଯଦିଓ ସରକାର ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାନ୍ତି, ତଥାପି ଗଣମାଧ୍ୟମ ରିପୋର୍ଟରେ ଏକ ଦାବି କରାଯାଉଛି। ଯଦିଓ କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ମନା କରିସାରିଛନ୍ତି, ତଥାପି କର୍ମଚାରୀମାନେ 1 ଫେବୃଆରୀ 2025ରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଅନେକ ଆଶା ରଖିଛନ୍ତି। ନମ୍ବର 3 ରାଜ୍ୟରେ ଘନକୁହୁଡ଼ି ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି, ଫଳରେ ଗାଡ଼ି ଚଳାଚଳ ବାଧା ଉପୁଜୁଛି। ଆଜି ସୁନ୍ଦରଗଡ଼, ଢେଙ୍କାନାଳ, କଟକ, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ 1ରୁ 2ଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ଆଗାମୀ 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିସେମ୍ବର ଦକ୍ଷିଣ ଉପଦ୍ୱୀପରେ ହୋଇଥିବା ବର୍ଷା 23 ବର୍ଷରେ ସର୍ବାଧିକ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ମିଳିଛି। ନମ୍ବର 4 ୟୁପିଆଇ ୟୁଜର୍ସଙ୍କ ପାଇଁ ଜରୁରୀ ଖବର। ପିନ୍ ଦେବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ। ସାମ୍ପ୍ରତିକ ସମୟରେ କାରବାର ପାଇଁ ୟୁପିଆଇ ପେମେଣ୍ଟ ଇଣ୍ଟରଫେସ୍ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ତଥାପି ୟୁପିଆଇ ସହିତ ଜଡ଼ିତ ସ୍କାମ୍‌ଗୁଡ଼ିକ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏପରି ଏକ ସ୍କାମ୍ ଆଜିକାଲି ଦ୍ରୁତ ଗତିରେ ବ୍ୟାପୁଛି, ଯାହାକୁ ୟୁପିଆଇ ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରୁଥିବା ଜମ୍ପର୍ ଡିପୋଜିଟ୍ ସ୍କାମ୍ କୁହାଯାଉଛି। ବାସ୍ତବରେ ଏହି ଘଟଣାରେ ପ୍ରଥମରେ ସ୍କାମମାନେ ୟୁପିଆଇ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ 1000ରୁ 5000 ଟଙ୍କା ପଠାଇଥାନ୍ତି। ଏହାପରେ ସେମାନେ ତୁରନ୍ତ ସମାନ ୟୁପିଆଇକୁ ବହୁ ପରିମାଣରେ ଟଙ୍କା ପ୍ରତ୍ୟାହାର କରିବାକୁ ଏକ ଅନୁରୋଧ ପଠାନ୍ତି। ଯେତେବେଳେ ଉପଭୋକ୍ତାମାନେ ପ୍ରାପ୍ତ ହୋଇଥିବା ଟଙ୍କା ଯାଞ୍ଚ କରିବା ପାଇଁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରନ୍ତି, ସେତେବେଳେ ସେମାନେ ପିନ୍ ପ୍ରବେଶ କରିବା ମାତ୍ରେ ବହୁ ପରିମାଣରେ ଅନୁରୋଧ ମଧ୍ୟ ଗ୍ରହଣୀୟ ହୁଏ, ଯେଉଁଥିପାଇଁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ। ନମ୍ବର 5 ଭୂମିକମ୍ପ ପୂର୍ବରୁ ସୂଚନା ଦେବ ଆପଣଙ୍କ ଫୋନ୍। ବର୍ତ୍ତମାନ କରନ୍ତୁ ସେଟିଂ, ଜାଣନ୍ତୁ ପ୍ରକ୍ରିୟା। ଗୁଗଲ ଭାରତରେ ଏହାର ଆଣ୍ଡ୍ରଏଡ୍ ଭୂମିକମ୍ପ ଆଲର୍ଟ ସିଷ୍ଟମ ଲଞ୍ଚ କରିଛି, ଯାହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ସ୍ୱୟଂଚାଳିତ ଚେତାବନୀ ଆଲର୍ଟ ପଠାଇବ ଯଦି ସେମାନଙ୍କର ନିକଟରେ ଭୂମିକମ୍ପ ହେବାର ସମ୍ଭାବନା। ଏହି ସିଷ୍ଟମ ପୂର୍ବରୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଥିଲା, କିନ୍ତୁ ଗୁଗଲର ପ୍ରଯୁକ୍ତିବିଦ୍ୟା ଏକ ଛୋଟ ଏକ୍ସେଲେମିଟର ଦ୍ୱାରା ସଜ୍ଜିତ ଯାହା ମିନି ସିମୋମିଟର ରୂପେ କାର୍ଯ୍ୟ କରେ। ଚେତାବନୀ ଗ୍ରହଣ କରିବା ପାଇଁ ଉପଭୋକ୍ତାମାନଙ୍କର ସକ୍ରିୟ ୱାଇଫାଇ କିମ୍ବା ସେଲ୍ୟୁଲାର ଡାଟା କନେକ୍ଟିଭିଟି ରହିବା ଆବଶ୍ୟକ ଏବଂ ଉଭୟ ଆଣ୍ଡ୍ରଏଡ୍ ଭୂମିକମ୍ପ ଆଲର୍ଟ ଏବଂ ଲୋକେସନ ସେଟିଂ ଅନ୍ ହେବା ଆବଶ୍ୟକ। ଉପଭୋକ୍ତା ଯେଉଁମାନେ ଏହି ଆଲର୍ଟ ଗ୍ରହଣ କରିବାକୁ ଇଚ୍ଛା କରନ୍ତି ନାହିଁ, ସେମାନଙ୍କର ଡିଭାଇସରେ ସେଟିଂରେ ଭୂମିକମ୍ପ ଆଲର୍ଟ ସହଜରେ ନିଷ୍କ୍ରିୟ କରିପାରିହେବ। ନମ୍ବର 6 ଦେଶରେ ଆଉ 2 ଜଣ ଏଚ୍ଏମ୍ପିଭି ପଜିଟିଭ୍ ଚିହ୍ନଟ। ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କାୟମ ହେଉଛି ହ୍ୟୁମେନ୍ ମେଟାମୋ ଭାଇରସ୍ ତଥା ଏଚ୍ଏମ୍ପିଭି। ଦେଶରେ ଆଉ 2 ଜଣ ଏଚ୍ଏମ୍ପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ନାଗପୁରରେ ଆଉ 2 ଜଣ ଏଚ୍ଏମ୍ପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରରେ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା 2 ଶିଶୁଙ୍କ ବୟସ 7 ଏବଂ 14 ବର୍ଷ ହେବ। ଉଭୟ ଶିଶୁ ଜ୍ୱର ପରେ ଥଣ୍ଡା ଓ କାଶରେ ପୀଡ଼ିତ ଅଛନ୍ତି। ନାଗପୁର ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କର ଚିକିତ୍ସା ଜାରି ରହିଛି। ଦେଶରେ ମୋଟ ଏଚ୍ଏମ୍ପିଭି ଆକ୍ରାନ୍ତ ସଂଖ୍ୟା 8କୁ ବୃଦ୍ଧି। ଗତକାଲି ଗୋଟିଏ ଦିନରେ ଦେଶରେ 6ଟି ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲି ବେଙ୍ଗାଲୁରୁ ଓ ଚେନ୍ନାଇରେ 2 ଜଣ ଲେଖାଏଁ ଏଚ୍ଏମ୍ପିଭି ସଂକ୍ରମିତ ଚିହ୍ନଟ ହୋଇଥିଲେ। ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ 3 ମାସ ଓ ଅନ୍ୟ ଜଣେ ଶିଶୁର ବୟସ 8 ମାସ ହେବ। ନମ୍ବର 7
ନମ୍ବର 7 ଫେବୃଆରୀ 5ରେ ଦିଲ୍ଲୀ ବିଧାନସଭା ନିର୍ବାଚନ 8ରେ ଗଣତି ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ 2025ର ପ୍ରଥମ ନିର୍ବାଚନ ନେଇ ଘୋଷଣା ହୋଇଛି ସୂଚୀ। 70 ଆସନ ବିଶିଷ୍ଟ ଦିଲ୍ଲୀରେ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବୃଆରୀ 5 ତାରିଖରେ ଭୋଟ ଗ୍ରହଣ ହେବ। 8 ତାରିଖରେ ମତଦାନ ଗଣନା କରାଯିବ। ଫେବୃଆରୀ 23 ତାରିଖରେ ସରୁଛି ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ। ଏହା ପୂର୍ବରୁ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତ ନିର୍ବାଚନ ଆୟୋଗ ରାଜୀବ କୁମାର। ଦିଲ୍ଲୀ ବିଜ୍ଞାପନ ଭବନରେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ଇସି। ଆସନ୍ତା ଫେବୃଆରୀ 5 ତାରିଖରେ ଭୋଟ ଦେବ ଦିଲ୍ଲୀ। ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଆସନ୍ତା ଜାନୁଆରୀ 10 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ 17 ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି। ଜାନୁଆରୀ 20 ତାରିଖ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ନମ୍ବର 8 100 ଟଙ୍କା ବଦଳରେ 105 110 ଟଙ୍କାରେ ପେଟ୍ରୋଲ କାହିଁକି ଭରନ୍ତି ଲୋକେ? ବାସ୍ତବରେ ପେଟ୍ରୋଲ ପମ୍ପରେ ଅଧିକ ମାତ୍ରାରେ ଯେଉଁ ସଂଖ୍ୟାରେ ପେଟ୍ରୋଲ ବିକ୍ରି ହେଉଥାଏ ତାକୁ ସେଟ୍ କରି ପୂର୍ବରୁ ରଖାଯାଇଥାଏ, ଯେପରିକି 100, 200, 500 ଏବଂ 1000। ଏହି ପରିମାଣରେ ପେଟ୍ରୋଲ ଅଧିକ ଭରାଉଥିବାରୁ ପେଟ୍ରୋଲ ପମ୍ପରେ କର୍ମଚାରୀମାନେ ଏହାକୁ ଗୋଟିଏ ବଟମରେ ସେଟ୍ କରି ରଖିଥାନ୍ତି, ଯାହାଦ୍ୱାରା ସେମାନଙ୍କର ପରିଶ୍ରମ କମ୍ ହୋଇଥାଏ ଏବଂ କାର୍ଯ୍ୟ ଶୀଘ୍ର ହୋଇଥାଏ। ଅବଶ୍ୟ ଏହା ଗ୍ରାହକଙ୍କୁ ଦେଖାଯାଏ ଯେ ସଂଖ୍ୟା ମାଧ୍ୟମରେ କିଛି ସେଟିଂ ଅଛି ଯେଉଁ କାରଣରୁ କମ୍ ତେଲ ଯୋଗାଇ ଦିଆଯାଉଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କ ମଧ୍ୟରେ ଏକ ଧାରଣା ବିକଶିତ ହୋଇଛି ଯେ ଯଦି ଏହି ସଂଖ୍ୟା ବ୍ୟତୀତ ଅନ୍ୟ ପରିମାଣରେ ତେଲ ପକାନ୍ତି ତେବେ ସଠିକ୍ ପରିମାଣରେ ତେଲ ମିଳିବ। ନମ୍ବର 9 ବିଜେପି ନେତାକୁ ଆଇଆ ଦଳି ଦେବା ଘଟଣା ସିସିଟିଭିରେ ସାମ୍ନାକୁ ଆସିଲା ଡ୍ରାଇଭରର ସତ। ସମ୍ବଲପୁରରେ ବିଜେପି ନେତାକୁ ଆଇଆ ଦଳି ହତ୍ୟା ଘଟଣା ସିସିଟିଭି କଏଦ ହୋଇଛି ଦୁର୍ଘଟଣା ପରର ସାଂଘାତିକ ସତ। ବିଜେପି ନେତାକୁ ଆଇଆ ବାରମ୍ବାର ଧକ୍କା ଦେବା ପରେ ନିଜେ ପ୍ରସନ୍ନ ଆଇଆରୁ ଓହ୍ଲାଇ ଆସିଥିଲା। ବିଜେପି ନେତାଙ୍କ ମୃତ୍ୟୁ ହୋଇଛି କି ନାହିଁ ଚେକ୍ କରିଥିଲା। ପରେ ହାତରେ ଏହି ଇଟା ଧରି ଦୁର୍ଘଟଣା ଶିକାର ବିଜେପି ନେତାଙ୍କ ପାଖକୁ ଯାଇଥିବା ଦୃଶ୍ୟ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ଏଠି ପ୍ରଶ୍ନ ଉଠୁଛି, କାହିଁକି ପୋଲିସ ଆଗରେ ମିଛ କହୁଛି ଡ୍ରାଇଭର? ଇଚ୍ଛା ହେଲା ବୋଲି ମାରିଦେଲା ବୋଲି କାହିଁକି କହିଥିଲା? ବାରମ୍ବାର ବୟାନ ବଦଳାଉଥିବାରୁ ଡ୍ରାଇଭରକୁ ନେଇ ସନ୍ଦେହ ବୁର୍ଲା ପୋଲିସ। ନମ୍ବର 10 ବଡ଼ ପିଲାଙ୍କୁ ଆଟାକ୍ କଲା ଏଚ୍ଏମ୍ପିଭି। ନାଗପୁରରେ 2 ମାମଲା ଚିହ୍ନଟ। ଦେଶରେ ଏଚ୍ଏମ୍ପିଭି ମାନବ ମେଟାନିଉମୋ ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ନାଗପୁରରେ ଏହି ଭୂତାଣୁ ସଂକ୍ରମଣରେ 2ଟି ନୂତନ କେସ୍ ରିପୋର୍ଟ ହୋଇଛି। ଏଚ୍ଏମ୍ପିଭି ଭାରତରେ ପହଞ୍ଚି ଏବଂ ଏହାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ରରେ ନାଗପୁରରେ ଏଚ୍ଏମ୍ପିଭି ଭୂତାଣୁ ଥିବା 2ଟି ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ କର୍ଣ୍ଣାଟକରେ 2, ଗୁଜରାଟରେ 1, ପଶ୍ଚିମବଙ୍ଗରେ 1 ଏବଂ ତାମିଲନାଡୁରେ 2ଟି ମାମଲା ରୁଜୁ ହୋଇଥିଲା। ନାଗପୁରରେ ଜଣେ 13 ବର୍ଷୀୟ ବାଳିକା ଏବଂ 7 ବର୍ଷର ବାଳକ ଠାରେ ଭୂତାଣୁ ଲକ୍ଷଣ ଦେଖିବାକୁ ମିଳିଛି। କ୍ରମାଗତ ଥଣ୍ଡା, କାଶ ଏବଂ ଜ୍ୱର ହେବାରୁ ପରିବାର ଲୋକେ ଏକ ଘରୋଇ ଲ୍ୟାବରେ ପରୀକ୍ଷା କରିଥିଲେ। ରିପୋର୍ଟରେ ପଜିଟିଭ୍ ଆସିବା ପରେ ପରିସଭାରେ ସଦସ୍ୟ ଭୟଭୀତ ବି ହୋଇଥିଲେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।